व्याप्तं येन चराचरं तत्पदं दर्शितं येन तस्मै श्री गुरवे नमः। गुरु ब्रह्मा गुरु विष्णु गुरुदेव महेश्वर गुरु साक्षात् परं ब्रह्म तस्मै श्री गुरवे नमः। जय श्री सत्यनारायण स्वामी प्रभु सदिच्छा पूर्ण हुआ देवा परम आराध्य श्री गुरुदेव श्री श्री ठाकुर श्री चरणार बिंदे बारंबार साष्टांग प्रणपात आश्रम अधिष्ठात्री देवी माँ पूर्णिमा सिंह चरण कमल बारंबार साष्टांग प्रणपात पूज्य आचार्य देव आश्रम समस्त देवादेवी अर्चा विग्रह पूज्य आचार्य देव एवं समस्त वैष्णव मंडली जो मैंने उपस्थित अच्छा अशरीर जो वैष्णव मंडली ठाकुर पार्षदगण समस्त श्रीचरण वंदना कर प्रणत जनाए शरणागत हुए ए वर्षर श्री श्री ठाकुर पवित्र पुण्य जन्मोत्सव अंतिम दिवस अंतिम कार्यक्रम भक्त सम्मेलनी बा भगवत गोष्ठी ए वर्षर जन्मोत्सव समस्त कार्यक्रम सब विषय वर्तमान जो मैंने उपस्थित अच्छा समस्त साधु सन्थ वृंद तथा भक्त वृंद उणाधिक समस्त भल भाव जानी से विषय जनवा कि ना इच्छा इच्छा सीना जहाँ कर बंधु किए कर समय समय एमती गोटे गोटे परिस्थिति सृष्टि हो जाए जगतर मानव माने समस्ते अणायत्त हो पड़ती आम कौन कर कर्म योजना चिंताधारा किसी काम कर आम ईश्वर इच्छा बोले मानि न से निजर स्वतंत्र इच्छा कार्यकरी हमार संभावना भी किसी न जदि आम कहला धर्म जगत जो मैंने अच्छा ईश्वर बिना इच्छा गचर पत्र भी भले समस्ते बाध्य हो जो परिस्थिति आम आगे आस उपगत है जो परिस्थिति भर आम 3 दिन जाक बीते इच्छा छड़ा आउ कि कह एति इच्छा कौन है नीतिकांति पूजा आराधना भजन कीर्तन ये सब किंतु ये स्थान जो सौरभ विकसित होता जो उत्ताल तरंग उठुला सत्यनारायण स्वामी जय से धीमे गला घोड़े गला एमती भी परिस्थिति भगवान सृष्टि करती इच्छा उद्देश्य कौन कहीं बुझीपारे आम कहू एमती कौन न करते ठाकुर कौन से हृदय नहांती आज पुरी प्रशासन जो अधिकारी मैंने आसिक आम कटकणा जारी कले ठाकुर कौन से हृदय से प्रेरणा दे आमको घोड़ कर
ସେତିକି କୋହଳ ନ କରିଥିଲେ ଯେତିକି ଭକ୍ତ ଆସିଛନ୍ତି ସେତିକି ଭକ୍ତ ଆସିପାରି ନଥାନ୍ତେ ଏବଂ ଗୋଟେ ଅପ୍ରୀତିକର ପରିସ୍ଥିତି ବି ସେମାନେ ଚାହିଁଥିଲେ ସୃଷ୍ଟି କରିପାରିଥାନ୍ତେ ଯଦି ସେମାନେ ଟିକେ କଡ଼ାକଡ଼ି ହେଇଥାନ୍ତେ, ସାଙ୍ଗେ ସାଙ୍ଗେ ସମସ୍ତଙ୍କୁ ବିଦାୟ କରିଦେଇଥାନ୍ତେ। ଆମ ମଧ୍ୟ ସେ ଆଶଙ୍କାରେ ଥିଲେ, କିନ୍ତୁ ପ୍ରଭୁ ସେତକ କରେଇ ଦେଇନାହାନ୍ତି। କିନ୍ତୁ ତା ପୂର୍ବରୁ ତରତର ହୋଇ ଆମେ କଣ କରିବୁ ଯେତିକି ବୁଦ୍ଧି ଆମର ଆଶ୍ରମର ପରିଚାଳକ ମାନଙ୍କ ମନ ଭିତରେ ଠାକୁର ଦେଲେ, ସେମାନେ ସେଇ ଅନୁସାରେ ସମ୍ବାଦ ପରିଦର୍ଶନ କଲେ କିଛି କିଛି, ଯୋଉଥିରେ ସମସ୍ତେ ଟିକେ ସତର୍କିତ ହେଇଗଲେ। ନା ଆସିଲେ, ତେଣୁ ସବୁ ଫାଙ୍କା ପଡ଼ିଗଲା। ଏଥିରେ କାହାର ଦୋଷ ନାହିଁ, ଏଟା ମନୁଷ୍ୟ ଦୂତ ନୁହେଁ, ତାଙ୍କର ଈଶ୍ୱର ଦୂତ। ତାଙ୍କ ଇଚ୍ଛା ଏତିକି କରିବେ, କିନ୍ତୁ ସେତିକି କିଛି କରିବେ। ଏଠି ଯୋଉ ବାବାଜୀ ମାନେ ଆଶ୍ରମର ସେବା ନୀତି ପୂଜା ନୀତି ଏସବୁରେ କର୍ମଚଞ୍ଚଳ ସେମାନେ ଯନ୍ତ୍ରବତ ଏଇ 3 ଦିନ ଧରି କାର୍ଯ୍ୟ କରୁଛନ୍ତି। ତାଙ୍କ କର୍ମରୁ ମନା କରୁନାହାନ୍ତି, ତାଙ୍କ ସେବାରେ ମନା କରୁନାହାନ୍ତି। ଏବଂ ଯେଉଁମାନେ ଆସୁଛନ୍ତି ଯେଉଁ ଭକ୍ତମାନେ ତାଙ୍କ ଆତିଥ୍ୟ ସେବାରେ ମଧ୍ୟ ଗୁଣାଏ। ପ୍ରଶାସନର ଅଧିକାରୀମାନେ ସମାଜ ଶୃଙ୍ଖଳାକୁ ଦେଖନ୍ତି ଏବଂ ତାଙ୍କର ଉପରସ୍ଥ କର୍ମଚାରୀ ମାନଙ୍କର ଆଦେଶକୁ ଦେଖନ୍ତି। ସେଇଥିରେ ସେମାନେ କାହିଁକି ସେତିକି ସେ ନ କଲେ ରାଜ୍ୟ ସରକାରଙ୍କର ତାଙ୍କ ଉପରେ କୋପ ଦୃଷ୍ଟି ପଡ଼ିବ ଯଦି କିଛି ଅଘଟଣ ଘଟିଲା। ତେଣୁ ସେମାନେ ସତର୍କ, ଆମେ ଏମାନଙ୍କୁ ସତର୍କ ନ କଲେ ଅସୁବିଧା କଲେ ସେମାନେ ସାମାଜିକ ଦୃଷ୍ଟିକୋଣକୁ ଦେଖିବେ। ଆମର ବିଶ୍ୱାସ ଅଲଗା, ଆମେ ଧର୍ମରେ ଅଛୁ, ଅଧ୍ୟାତ୍ମରେ ଅଛୁ। ଆମେ ଭାବିବୁ ଏଠିକି ଭକ୍ତମାନେ ଆସିଲେ କାହାର କିଛି ଅସୁବିଧା ହବନି, ବିଶେଷ କରି ଠାକୁରଙ୍କ ଜନ୍ମୋତ୍ସବ ଏଠି ସେଭଳି ଅସୁବିଧା ପରିସ୍ଥିତି ସୃଷ୍ଟି ହବ ନାହିଁ। ମାତ୍ର ଏତେ ବଡ଼ ଗୋଟେ ଗହଳିରେ ବିଶୃଙ୍ଖଳା ନ ହବ ଏଇଟା ଦେଖିକି କରିପାରିବେ। ତେଣୁ ସେମାନେ ସେତିକି କଲେ। ଆମେ କଣ କରିବୁ, ଭକ୍ତ କଣ ଆସିବେ ଆମେ ତାଙ୍କୁ ବିଦା କରିଦେବୁ ଦ୍ୱାର ସମ୍ଭବ ନାହିଁ। ଏଠି ଭକ୍ତର ଭାବାବେଗ ଉପରେ ଆମେ କାର୍ଯ୍ୟ କରୁଛୁ। ଭକ୍ତମାନେ ଆସିବେ ଭଗବାନଙ୍କ ନିକଟକୁ, ତାଙ୍କର ଭାବାବେଗ ଦର୍ଶନଟି କରିବେ, କଣିକାଟେ ପ୍ରସାଦ ପାଇବେ। ଏ ପ୍ରସାଦ ଭାତ ନୁହେଁ, ଏ ପ୍ରସାଦ କହିବରେ କଣିକାଟେ ପାଇଲେ ସମସ୍ତେ କୃତାର୍ଥ ହେବେ। ଅଳ୍ପ ତେଣୁ ସମସ୍ତେ କିଏ କଣ କରିବେ, ଆମେ କଣ କରିବୁ ଏକଥା ଭାବିପାରି ନାହାନ୍ତି। କରୁ କରୁ ଯାହା ବୁଦ୍ଧିରେ ସେ ଅନୁସାରେ କାର୍ଯ୍ୟ କରିବେ। ଯାହା ହଉ ତା ଭିତରେ କିଛି ବିଶୃଙ୍ଖଳା ସୃଷ୍ଟି ହେଇଛି, ସେ ପ୍ରକାଶର ନୁହଁ, ଗୁରୁତର ଘଟଣା ଘଟିଯାଇଛି। ଟିକେ ଏଇଟା ମଣିଷ ମାନଙ୍କର